श्री जगन्नाथ संस्कृति प्रचार संस्थान। श्रीजगन्नाथଙ୍କ परम भक्त सदन कमसेई कथा बहुदिन तଳର କଥାଏଲ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ। ନାମ ତାଙ୍କର ସଦନେଲ ନିଚ କଂସେଇ କୂଳରେ ତାଙ୍କର ଜନ୍ମଏଲ ପେଶା ତାଙ୍କର ମାଂସ ବ୍ୟବସାୟ କରୁଥିଲେ। ସେ କେବଳ କୁଟୁମ୍ବ ପୋଷଣ ପାଇଏଲ କିନ୍ତୁ ତାଙ୍କ ମନ ସର୍ବଦା ଶ୍ରୀହରିଙ୍କ ଚରଣରେ ଥିଲାଏଲ ଦିନକର କଥା ସଦନ ଯେଉଁଠି ବସି ମାଂସ ବିକ୍ରି କରୁଥିଲେ ସେହି ବାତ ଦେଇ ଜଣେ ସାଧୁ ଯାଉ ଥିଲେଏଲ ସାଧୁ ଦେଖିଲେ ସଦନ ଏକ ଶାଳଗ୍ରାମ ଶିଳାକୁ ବଟକରା ଭାବେ ବ୍ୟବହାର କରି ମାଂସ ଓଜନ କରି ବିକ୍ରି କରୁଛିଏଲ ଘୃଣାରେ ସାଧୁଙ୍କ ମୁଖମଣ୍ଡଳ ବିକୃତ ହୋଇଗଲାଏଲ ସାଧୁ ସଦନକୁ ଯାଇ ଶାଳଗ୍ରାମ ଶିଳାଟିକୁ ମାଗିଲେଏଲ ସାମାନ୍ୟ ପଥର ଖଣ୍ଡେ ଜଣେ ସାଧୁ ମାଗୁଛନ୍ତି ଭାବି ସଦନ ତାଙ୍କ ହାତକୁ ଶିଳାଟି ବଢ଼ାଇ ଦେଲାଏଲ ଶାଳଗ୍ରାମକୁ ଘେନି ସାଧୁ ଚାଲି ଆସିଲେଏଲ। ସେଦିନ ରାତିରେ ସାଧୁ ଏକ ସବପନ ଦେଖିଲେଏଲ। ସେ ସ୍ୱପ୍ନରେ ଶୁଣିବାକୁ ପାଇଲେ ମହାପ୍ରଭୁ ଜଗନ୍ନାଥ କହୁଛନ୍ତି, ହେ ସାଧୁ, ତୁମେ ସେ ଶିଳାକୁ କାହିଁକି ଆଣିଲ? ମୁଁ ସେଠାରେ ଭଲରେ ଥିଲି, ପ୍ରତ୍ୟଭଜନ କୀର୍ତ୍ତନ ଶୁଣୁଥିଲିଏଲ। ସଦନର କରର ସ୍ପର୍ଶ ମୋତେ ବହୁତ ଆନନ୍ଦ ଦେଉଥିଲା। ମୋତେ ତୁମେ ନେଇ ସେଇଠି ପହଞ୍ଚାଇ ଦିଏଲ। ସ୍ୱପ୍ନଟି ଦେଖି ସାଧୁ ମହାତ୍ମା ଚମକି ପଡ଼ିଲେଏଲ। ସକାଳୁ ସକାଳୁ ଉଠି ସାଧୁ ଯାଇ ସଦନ ନିକଟରେ ପହଞ୍ଚି ସମସ୍ତ ବୃତ୍ତାନ୍ତ କହି ଶାଳଗ୍ରାମ ଶିଳାଟିକୁ ଫେରାଇ ଦେଲେଏଲ। ସାଧୁଙ୍କଠାରୁ ଭଗବାନଙ୍କ କଥା ଶୁଣି ଭକ୍ତ ସଦନ ବିଭୁ ପ୍ରେମରେ ତଲ୍ଲୀନ ହୋଇପଡ଼ିଲେଏଲ। ସେ କାନ୍ଦି କାନ୍ଦି ପ୍ରଭୁଙ୍କୁ କ୍ଷମା ମାଗି ନିଜ ଘୃଣିତ ବ୍ୟବସାୟକୁ ଜଳାଞ୍ଜଳି ଦେଇ ବାହାରି ପଡ଼ିଲେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେଏଲ। କାହିଁ କେତେ ଦୂର ନୀଳାଚଳ ଧାମଏଲ ତୁଣ୍ଡରେ ହରିନାମ ଧରି ଚାଲିଥାନ୍ତି ସଦନେଏଲ। ଯାଉ ଯାଉ ସନ୍ଧ୍ୟା ହୋଇଗଲାଏଲ। ବିଶ୍ରାମ ନେବାକୁ ସେ ନିକଟରେ ଥିବା ଗାଁ ମୁଣ୍ଡରେ ଏକ କୁଡ଼ିଆ ପାଖରେ ପହଞ୍ଚିଲେଏଲ। ସେହି ଘରେ ରହୁଥିବା ପତି ପତ୍ନୀ ଦୁହେଁ ସଦନଙ୍କୁ ପଛୋଟି ନେଲେ ଓ ଘରେ ଅତିଥି ଭାବେ ଆଶ୍ରୟ ଦେଲେଏଲ। ସଦନ ପାଇଁ ସେଠି ଏକ ବଡ଼ ପରୀକ୍ଷା ଆସିଲାଏଲ। ସଦନର ସୁନ୍ଦର ଚେହେରା ଦେଖି ସେହି ଘରର ମହିଳା ଜଣକ ତାଙ୍କ ପ୍ରତି ଆସକ୍ତ ହୋଇପଡ଼ିଲାଏଲ। ନିଜର ବାସନା ଚରିତାର୍ଥ କରିବା ପାଇଁ ସେ ଅର୍ଦ୍ଧରାତ୍ରିରେ ନିଜ ସ୍ୱାମୀ ପାଖରୁ ଉଠିଆସି ସଦନ ପାଖରେ ପହଞ୍ଚି ଇଙ୍ଗିତ କଲାଏଲ। ସ୍ତ୍ରୀ ଲୋକଟିର ବ୍ୟବହାର ଦେଖି ସଦନ ଖୁବ୍ ମର୍ମାହତ ହୋଇ କହିଲା, ଆପଣ ମୋର ମାତା ସଦୃଶଏଲ, ମୋତେ କ୍ଷମା କରନ୍ତୁଏଲ, ମୁଁ ଏବେ ଏଠାରୁ ଚାଲି ଯାଉଛିଏଲ। ସଦନ କଥା ଶୁଣି ସ୍ତ୍ରୀ ଲୋକଟି ଭାବିଲା, ଇଏ ବୋଧହୁଏ ସ୍ୱାମୀଙ୍କ ଭୟରେ ମୋତେ ପ୍ରତ୍ୟାଖ୍ୟାନ କରୁଛିଏଲ। ଏଣୁ ସେ ଘର ଭିତରକୁ ଯାଇ ଆଗପଛ ଆଉ କିଛି ବିଚାର ନ କରି ଶୋଇଥିବା ସ୍ୱାମୀର ମୁଣ୍ଡ କାଟିଦେଲା ଏବଂ ସଦନ ପାଖରେ ପହଞ୍ଚି କହିଲା, ଦେଖ ବାଟୋଇ, ତୋର ଭୟ କରିବାର ଆଉ କିଛି କାରଣ ନାହିଁଏଲ। ସଦନ ଏ ବିଭତ୍ସ କାଣ୍ଡ ଦେଖି ଭୟଭୀତ ହୋଇ ସେଠାରୁ ପଳାଇବାକୁ ବାହାରିଲା ବେଳକୁ ସ୍ତ୍ରୀ ଲୋକଟି ଦ୍ରମୁହଁରେ ବସିକରି ଉଚ୍ଚସ୍ୱରରେ କାନ୍ଦି କାନ୍ଦି କହିଲା, ଏହି ବାଟୋଇ ମୋ ପତିଙ୍କୁ ହତ୍ୟା କରିଛି ଓ ଏଠାରୁ ପଳାଇ ଯିବାକୁ ଉଦ୍ୟମ କରୁଛିଏଲ। ସ୍ତ୍ରୀ ଲୋକଟିର ଅର୍ଦ୍ଧରାତ୍ରରେ କାନ୍ଦନା ଶୁଣି ଗାଁ ଲୋକ ଧାଇ ଆସି ସଦନକୁ ଧରିନେଲେଏଲ। ଗାଁରେ ଗୋଟିଏ ନିଶାପ ବସିଲାଏଲ। ସଦନ ନିର୍ବିକାର ଥାଇ ନିଜ ପକ୍ଷରେ କିଛି କହିଲା ନାହିଁଏଲ। ତାକୁ ଦଣ୍ଡ ଦିଆଗଲାଏଲ। ତାର ଦୁଇ ହାତକୁ କାଟି ଦିଆଗଲାଏଲ। ହଉ ଭଗବାନଙ୍କର କି ବିଚାର ଅଛି ଦେଖାଯାଉ ଭାବି ସେ କଟା ହାତରେ ଶ୍ରୀକ୍ଷେତ୍ର ଯାତ୍ରା କଲାଏଲ। ଇଆଡ଼େ ବଡ଼ପଣ୍ଡାଙ୍କୁ ମହାପ୍ରଭୁ ସ୍ୱପ୍ନରେ କହିଲେ, ମୋର ଜଣେ ପ୍ରିୟ ଭକ୍ତ ଆସୁଛିଏଲ, ତାଙ୍କର ଦୁଇଟି ଯାକ ହାତ କଟା ଯାଇଛିଏଲ, ତୁମେ ତାକୁ ସମ୍ମାନର ସହିତ ନେଇ ଆସଏଲ। ବଡ଼ପଣ୍ଡା ପ୍ରଭାତରୁ ପାଲିଙ୍କି ଧରି ଯାଇ 18ନଳାଠାରେ ସଦନଙ୍କୁ ଅପେକ୍ଷା କଲେଏଲ। ସେ ଯେମିତି ଆସି ପହଞ୍ଚିଛନ୍ତି ତାଙ୍କୁ ବଡ଼ପଣ୍ଡା ଏହା ମହାପ୍ରଭୁଙ୍କ ନିର୍ଦ୍ଦେଶ କହି ପାଲିଙ୍କିରେ ବସାଇ ଘେନି ଆସିଲେଏଲ। ସଦନ ଚୁପ ରହି ଖାଲି ଭାବୁଥାନ୍ତି ଏସବୁ ମହାପ୍ରଭୁଙ୍କ କି ଲୀଳାଏଲ। ପାଲିଙ୍କି ଯାଇ ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଲାଏଲ। ସଦନ ପାଲିଙ୍କିରୁ ଓହ୍ଲାଇ ଗରୁଡ଼ଙ୍କ ପଛରେ ରହି ମହାପ୍ରଭୁଙ୍କ ଦର୍ଶନ କରି ତନ୍ମୟ ହୋଇ ପଡ଼ିଲେଏଲ। ସେ ଉନ୍ମାଦ ପରି ମହାପ୍ରଭୁଙ୍କ ନାମ କୀର୍ତ୍ତନ କରି ନାଚିବାରେ ଲାଗିଲେଏଲ। ଏହି ସମୟରେ ଗୋଟିଏ ଚମତ୍କାର ଘଟିଲାଏଲ। ସେ ପ୍ରେମାବଶ ହୋଇ ତାଙ୍କ ବାହୁ ଦୁଇଟି ଯେତେବେଳେ ଉପରକୁ ଟେକିଲେ ସେତେବେଳେ ହଠାତ୍ ତାଙ୍କ ହାତ ଦୁଇଟି ଗଜୁରି ଉଠିଲାଏଲ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତିଏଲ। ସଦନ କୀର୍ତ୍ତନ କରୁ କରୁ ମୋହାଚ୍ଛନ୍ନ ଅବସ୍ଥାରେ
ଗରୁଡ଼ ସ୍ତମ୍ଭ ପଛରେ ଶୋଇ ପଡ଼ିଲେଲ୍ ଶୋଇଲା ବେଳେ। ଗୋଟିଏ ପ୍ରଶ୍ନ ମନରେ ତାଙ୍କର ଉଙ୍କି ମାରୁଥାଏ, ଯେଉଁ ମହାପ୍ରଭୁଙ୍କ ମୋ ଉପରେ ଏତେ କରୁଣା, ସେ କିପରି ମୋର ହାତ ଦୁଇଟିକୁ କଟାଇ ଦେଲେଲ୍ ମହାପ୍ରଭୁ ସେଦିନ ସ୍ୱପ୍ନରେ ଭକ୍ତ ସଦନକୁ ଏହି ପ୍ରଶ୍ନର ଉତ୍ତର ଦେଲେ। ତୁମେ ପୂର୍ବଜନ୍ମରେ ଜଣେ ସଦାଚାରୀ ବ୍ରାହ୍ମଣ ଥିଲେଲ୍ ଏକଦା ଜଣେ କଂସେଇ ଏକ ଗାଈକୁ ମାରିବାକୁ ପଛରେ ଦୌଡ଼ୁଥାଏଲ୍ ତୁମେ ଜାଣିଶୁଣି ସେହି ଗାଈଟିକୁ ଅଟକେଇ ଦେଲେଲ୍ ଖଳରେ। କଂସେଇ ଗାଈଟିକୁ ଧରିନେଇ ବଧ କଲାଏଣୁ ତୁମେ ସେ ଗୋବଧ ଦୋଷରେ ଦୋଷୀ ହେଲେଲ୍। ଏ ଜନ୍ମରେ କଂସେଇ ଥିଲା, ସେହି ସ୍ତ୍ରୀ ଲୋକର ସ୍ମିଏଲ୍ ସ୍ତ୍ରୀ ଲୋକଟି ଥିଲା ଗାଇଏଲ୍। ସେ ସ୍ୱାମୀର ଗଳା କାଟି ପୂର୍ବଜନ୍ମର ପ୍ରତିଶୋଧ ନେଇଛିଏଲ୍। ତୁମେ ଦୁଇ ହାତରେ ସେହି ଗାଈଟିକୁ ଅଟକାଇ ଅପରାଧ କଲେଲ୍, ତେଣୁ ତୁମ ଦୁଇ ହାତ କଟାଗଲେଲ୍। ସଦନ ସ୍ୱପ୍ନରେ ପ୍ରଭୁଙ୍କ ଦର୍ଶନ ପାଇ କୃତ୍ୟକୃତ୍ୟ ହୋଇଗଲେ ଏବଂ କର୍ମର ଫଳ କେଡ଼େ ନିଷ୍ଠୁର ହୋଇପାରେ ତାହା ଜାଣିପାରିଲେଲ୍। ସେ ଏଣିକି ନିଜର ମାନସ ଚକ୍ଷୁରେ ପ୍ରଭୁଙ୍କ ସ୍ୱରୂପକୁ ନିତ୍ୟ ଦର୍ଶନ କରିବାକୁ ଲାଗିଲେଲ୍। କାରାନ୍ତରେ ସଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣକମକରେ ଲୀନ ହୋଇ ପରମଧାମକୁ ଯାତ୍ରା କଲେଲ୍।